କେଉଁ ଦୁଇଟିରେ ମଣିଷ ସାବଧାନ ରହିବା ଉଚିତ। କାରଣ ଯଦି ମଣିଷର ବିଚାର ଶକ୍ତି ନଥାଏ, ଭାବନା ଶକ୍ତି ନଥାଏ, ତାହେଲେ ସେ ବହୁତ ପ୍ରକାର ସମସ୍ୟା ଦେଇ ଗତି କରେ, ଯାହାକି ହିଁ ତା ଜୀବନରେ ଆନନ୍ଦ ବଦଳରେ ବିଭିନ୍ନ ପ୍ରକାର ଅଶାନ୍ତି ସୃଷ୍ଟି ହୋଇଥାଏ। ତେଣୁ ମୁଖ୍ୟତଃ ଯଦି ମଣିଷ ଦୁଇଟିରେ ସାବଧାନ ରହିବ ତାହେଲେ ତା ଜୀବନ ସରସ ସୁନ୍ଦର ହେବ, ତାହାର ତିଳେ ମାତ୍ର ସନ୍ଦେହ ନାହିଁ। କ'ଣ ସେ ଦୁଇଟି? ପ୍ରଥମ ହେଉଛି ସଙ୍ଗତି, ଯେଉଁ ସାଙ୍ଗ ଦୋଷ। ସାଙ୍ଗ ଦୋଷ ହିଁ ବହୁତ ମଣିଷକୁ କ୍ଷତିରେ ପକାଏ। ଯଦି ସେ ଭଲ ସାଙ୍ଗଟେ ପାଇଥିବ ତାହେଲେ ହିଁ ତା ଜୀବନ ଆନନ୍ଦ ଭରା ହୋଇ ଉଠିବ। ଯଦି ସେ କୁସଙ୍ଗତିରେ ନିଜର ସମ୍ପର୍କ ବଢ଼ାଇ ଚାଲିଥିବ ତାହେଲେ ହିଁ ତା ଜୀବନ ଅଶାନ୍ତିରେ କଟିବ। ତେଣୁ ପ୍ରଥମ ହେଉଛି ସଙ୍ଗତି, ସଙ୍ଗ ଦୋଷ। ତେଣୁ କୁସଙ୍ଗକୁ ସଦାସର୍ବଦା ବର୍ଜନ କରନ୍ତୁ। କୁସଙ୍ଗ ବ୍ୟକ୍ତିଙ୍କ ସହିତ ଯଦି ଆପଣ ସମ୍ପର୍କ ରଖିବେ ଜୀବନଟା ନଷ୍ଟ ହେବ ଶ୍ରେଷ୍ଠ ବଦଳରେ। ଯଦି ଆପଣ ପାରନ୍ତି ସେଥିରୁ ଆପଣ ସାବଧାନ ରୁହନ୍ତୁ। ଦ୍ୱିତୀୟ ହେଉଛି ପଙ୍ଗତି। ପଙ୍ଗତି ଅର୍ଥ ନା ଝଗଡ଼ା। ଝଗଡ଼ାରୁ ଆପଣ ଦୂରେଇ ରୁହନ୍ତୁ। ବହୁତ ଲୋକ ଅଛନ୍ତି ମିଛ କଥାରେ ବିଭିନ୍ନ ପ୍ରକାର ଆଳାପ ଦେଖାଇ ଝଗଡ଼ା ଆରମ୍ଭ କରନ୍ତି, ଯେଉଁ ଝଗଡ଼ାର ବାସ୍ତବତା ନଥାଏ। ତାଙ୍କ ପାଖରେ କିଛି ଜ୍ଞାନ ନଥାଏ, ସେମାନେ ଅଜ୍ଞାନ। କିନ୍ତୁ ବିଭିନ୍ନ ପ୍ରକାର ମିଛ କଥା କହି ବିଭିନ୍ନ ପ୍ରକାର ବାହାନା ଦେଖାଇ ସେମାନେ କ'ଣ କରନ୍ତି, ନିଜର ଜ୍ଞାନ ଦେଖିବା ପାଇଁ ଝଗଡ଼ା ଆରମ୍ଭ କରନ୍ତି, ମାନେ ପାଟିତୁଣ୍ଡ ଆରମ୍ଭ କରନ୍ତି, ବିଭିନ୍ନ ପ୍ରକାର ଯୁକ୍ତିତର୍କ ଆରମ୍ଭ କରନ୍ତି। ସେହିଭଳି ସ୍ଥାନକୁ ଯଦି ଆପଣ ଯାଇଥିବେ, ସେହିଭଳି ଅଜ୍ଞାନମାନଙ୍କର ଯଦି ସେହିଭଳି ଯୁକ୍ତିତର୍କ ଦେଖିବେ, ତାଠାରୁ ଆପଣ ଦୂରେଇ ରୁହନ୍ତୁ ଏବଂ ସାବଧାନ ରୁହନ୍ତୁ। ଯଦି ଆପଣଙ୍କର ଜୀବନ ଆନନ୍ଦରେ କାଟିବା ପାଇଁ ଚାହାନ୍ତି ତାହେଲେ ହିଁ ମୁଖ୍ୟତଃ ଏଇ ଦୁଇଟିରୁ ଆପଣ ସାବଧାନ ରୁହନ୍ତୁ। କ'ଣ ସେ ଦୁଇଟି? ପ୍ରଥମ ଜିନିଷ ହେଉଛି ସଙ୍ଗତି, ମାନେ କୁସଙ୍ଗକୁ ଆପଣ ବର୍ଜନ କରନ୍ତୁ, ସାବଧାନ ରୁହନ୍ତୁ। କୁସଙ୍ଗ ବ୍ୟକ୍ତିଙ୍କ ସହିତ ଯେତେବେଳେ ଆପଣ ମିଶିବା ପାଇଁ ଚେଷ୍ଟା କରୁଛନ୍ତି ସାବଧାନରେ ଆପଣ ରୁହନ୍ତୁ। ଦ୍ୱିତୀୟ ହେଉଛି ପଙ୍ଗତି। ପଙ୍ଗତି ଅର୍ଥ ଝଗଡ଼ା ବା ପାଟିତୁଣ୍ଡରୁ ଆପଣ ଦୂରେଇ ରୁହନ୍ତୁ ଏବଂ ସାବଧାନ ରୁହନ୍ତୁ। କାରଣ ଅଜ୍ଞାନଙ୍କର ଆରମ୍ଭ ନଥାଏ କିନ୍ତୁ ଶେଷ ଥାଏ। ଏଭଳି ଅଜ୍ଞାନମାନେ ଆପଣଙ୍କୁ ବିଚଳିତ କରିବେ, ଯାହାଦ୍ୱାରା କି ଆପଣ ନିଜର ଆନନ୍ଦକୁ ହରାଇ ନିରାନନ୍ଦ ଜୀବନ କାଟିବେ। ତେଣୁ ଏ ଦୁଇଟିରୁ ସଦାସର୍ବଦା ଆପଣ ସାବଧାନ ରୁହନ୍ତୁ।